ସବଡେଗା ଲ୍ୟାମ୍ପ ପରିସରରେ ଆଜି ଧାନ କିଣାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ କଟନୀ ଚଟନୀକୁ କେନ୍ଦ୍ର କରି ସୁନିଶ୍ଚିତ ମତ ନ ହେବା କାରଣରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଯାଇଥିଲା। ବିଗତ ବର୍ଷ ମରୁଡ଼ି ଥାଉ ମଧ୍ୟ ଧାନ କିଣାରେ 3 କିଲୋ କଟନୀ ଚଟନୀ ସ୍ଥିର ହୋଇଥିବା ବେଳେ ଚଳିତ ବର୍ଷ ଧାନ ଭଲ ହୋଇଥିବା ବେଳେ 3 କିଲୋରୁ ଅଧିକ କଟନୀ ଚଟନୀ କରିବା ମିଲର ପକ୍ଷରୁ ମତ ରହିଥିବା ବେଳେ ଚାଷୀ ଅସନ୍ତୋଷ ହୋଇ ଧାନ ମଣ୍ଡି ବନ୍ଦ କରିବା ପାଇଁ ସ୍ଥିର କରିଥିଲେ। ତା ସହିତ 3 କିଲୋର ସହମତି ନ ହେବାରୁ ଧାନ ମଣ୍ଡି ବନ୍ଦ କରାଯିବା ସହିତ ଆଗାମୀ 8 ତାରିଖରେ ଲ୍ୟାମ୍ପସ୍ ମୁଖ୍ୟ ରାସ୍ତା ସହିତ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି। ସରକାର ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବାକୁ କହୁଥିବା ବେଳେ ମିଲରଙ୍କ ଦାଦାଗିରି ଏକ ଅନ୍ୟ ଦିଗକୁ ଇଙ୍ଗିତ କରୁଥିବା ଦେଖିବାକୁ ମିଳୁଛି। ଏପରି ପରିସ୍ଥିତି ପ୍ରତ୍ୟେକ ଧାନ ମଣ୍ଡିରେ ଥିବା ଚାଷୀ ଚିନ୍ତାରେ ରହୁଥିବା ବେଳେ ସରକାର ଶୋଇ ରହିଛି। ଦେଖିବାକୁ ବାକି ରହିଲା ସରକାର ଏଥିପ୍ରତି କେବେ ଦୃଷ୍ଟି ଦେଉଛନ୍ତି। ସବଡେଗାରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।